କେତେଥର ଆମ ଜୀବନରେ ଏପରି ହୋଇନଥାଏ ଯେପରି ଆମେ ଚାହିଁଥାଉ। ଆମ ଇଚ୍ଛା ବିରୁଦ୍ଧରେ ସମସ୍ତ କାର୍ଯ୍ୟ ହୋଇଯାଇଥାଏ, କିନ୍ତୁ ସମୟ ବିତିଯିବା ପରେ ଆମକୁ ଅନୁଭବ ହୋଇଥାଏ କି ଯେଉଁଠି ସେହି ସମୟରେ ଆମକୁ ଠିକ୍ ଲାଗୁନଥିଲା, ଆମ ସପକ୍ଷରେ କାର୍ଯ୍ୟ ହେଉନଥିଲା, କିନ୍ତୁ ସେହି କାମ ଆମ ପାଇଁ ଠିକ୍ ହୋଇଛି ବୋଲି ପଛରେ ଜାଣିପାରୁ ଆଉ ଈଶ୍ୱରଙ୍କୁ ମଧ୍ୟ ଧନ୍ୟବାଦ ଜଣାଉ। ସେଥିପାଇଁ ତ କୁହନ୍ତି, ଯାହା ହେଉଛି ଠିକ୍ ହେଉଛି, ଆଗକୁ ଯାହା ହେବ ତାହା ଠିକ୍ ହେବ। ଗୋଟେ ସୁନ୍ଦର ମନଛୁଆଁ କାହାଣୀଟି କହୁଛି, ମନ ଧ୍ୟାନ ଦେଇ ଶୁଣିବେ। ଗୋଟିଏ ରାଜାଙ୍କର ବିଶାଳ ଫଳ ବଗିଚା ଥିଲା। ସେଥିରେ ବିଭିନ୍ନ ବିଭିନ୍ନ ସୁନ୍ଦର ସୁସ୍ୱାଦୁ ଫଳ ଫଳୁଥିଲା। ସେହି ବଗିଚାରେ ଦେଖାରଖା ଗୋଟିଏ କୃଷକ ଏବଂ ତା ପରିବାର କରୁଥିଲେ। ସେହି କୃଷକଟି ସବୁଦିନ ସନ୍ଧ୍ୟାରେ ରାଜାଙ୍କ ପାଇଁ ସୁସ୍ୱାଦୁ ଏବଂ ଭଲ ଭାବରେ ପାଚି ଯାଇଥିବା ଫଳକୁ ହିଁ ତୋଳୁଥିଲା। ଗୋଟିଏ ଦିନ କୃଷକଟି ବଗିଚାରେ ଆସି ଦେଖିଲା, ନଡ଼ିଆ, ଅଙ୍ଗୁର, ସେଓ, ପିଜୁଳି, ଡାଳିମ୍ବ ସମସ୍ତ ଫଳ ତୋଳିବା ପାଇଁ ଉପଯୁକ୍ତ ହୋଇଯାଇଛି। ଏହା ଦେଖି କୃଷକଟି ଭାବିଛି କି କେଉଁ ଫଳକୁ ମୁଁ ତୋଳି ରାଜାଙ୍କ ପାଇଁ ନେବି। କେଜାଣି କ'ଣ ତା ମନକୁ ଆସିଲା, ସେ ସବୁଦିନ ନେଉଥିବା ପାତ୍ରରେ ଖାଲି ଅଙ୍ଗୁର ରଖିଲା ଏବଂ ରାଜାଙ୍କୁ ଦେବା ପାଇଁ ରାଜମହଲ ଆଡ଼େ ଆଗେଇ ଗଲା ଏବଂ ରାସ୍ତା ସାରା ଭାବି ଚାଲିଲା କି କେବଳ ଅଙ୍ଗୁର ଆଣି ଆସିଲି, 2-4ଟା ସେଓ, ପିଜୁଳି, ନଡ଼ିଆ, ପାଚିଲା ଅମୃତଭଣ୍ଡା ମଧ୍ୟ ଆଣି ଦେଇଥାନ୍ତି। ଅନେକ ପ୍ରକାର ଫଳ ଦେଖି ରାଜା କେତେ ଖୁସି ନ ହୋଇଥାନ୍ତେ। ସେ ଏପରି ଭାବି ଭାବି ରାଜମହଲ ବାହାରେ ପହଞ୍ଚିଗଲା। ସେହି କୃଷକଟି ଅଙ୍ଗୁର ରଖାଯାଇଥିବା ପାତ୍ରକୁ ରାଜାଙ୍କ ସମ୍ମୁଖରେ ରଖିଦେଲା, ଆଉ କିଛି ଦୂର ଯାଇ ବସିଗଲା। ରାଜା କିନ୍ତୁ ଅନ୍ୟ କୌଣସି ଚିନ୍ତାରେ ଚିନ୍ତିତ ଥିଲେ ଓ ତାଙ୍କ ମୁଖମଣ୍ଡଳରୁ ବ୍ୟଥିତ ଥିବା ପରି ଜଣାପଡ଼ୁଥିଲା। ରାଜା ସେହି ଚିନ୍ତାରେ ଲୀନ ହୋଇଯାଇ ଗୋଟିଏ ଅଙ୍ଗୁର ଖାଉଥିଲେ ଏବଂ ଆଉ ଗୋଟିଏ ଅଙ୍ଗୁରକୁ ଧରି କୃଷକଙ୍କ ମଥାକୁ ଲକ୍ଷ୍ୟ କରି ଜୋରରେ ଫୋପାଡୁଥିଲେ। ରାଜାଙ୍କ ଦ୍ୱାରା ଫୋପଡ଼ା ଯାଉଥିବା ଅଙ୍ଗୁର ଯେତେବେଳେ ଯାଇ କୃଷକଙ୍କ ମଥା କିମ୍ବା ଦେହରେ ବାଜୁଥିଲା, କୃଷକଟି କହି ଉଠୁଥିଲା କି ଈଶ୍ୱର ବହୁତ ଦୟାଳୁ ଅଟନ୍ତି। ରାଜା ପୁନର୍ବାର ଆଉ ଏକ ଅଙ୍ଗୁର ଖାଇ ଅନ୍ୟ ଏକ ଅଙ୍ଗୁର କୃଷକଙ୍କ ଉପରକୁ ଜୋରରେ ଫୋପାଡୁଥିଲେ। କୃଷକ ଦେହରେ ଅଙ୍ଗୁର ବାଜିବା କ୍ଷଣି କୃଷକ କହି ଉଠୁଥିଲା କି ଈଶ୍ୱର ବହୁତ ଦୟାଳୁ ଅଟନ୍ତି। ଏହିପରି ଭାବେ କିଛି ସମୟ ବିତି ଯାଇଛି। କିଛି ସମୟ ପରେ ରାଜା ନିଜର ଭୁଲକୁ ବୁଝିପାରିଛନ୍ତି। ରାଜା ଭାବିଛନ୍ତି କି ମୁଁ କୃଷକ ସହ ଏତେ ଖରାପ ବ୍ୟବହାର କରୁଛି, ଆଉ ପ୍ରତ୍ୟୁତ୍ତରରେ କ'ଣ ଆସୁଛି ନା ଈଶ୍ୱର ବହୁତ ଦୟାଳୁ ଅଟନ୍ତି। ସେ କୃଷକଙ୍କୁ ପ୍ରଶ୍ନ କରିଛି, ମୁଁ ତ ବାରମ୍ବାର ତୁମ ଉପରକୁ ଅଙ୍ଗୁର ଫୋପାଡ଼ିକି ମାରୁଛି, ତୁମ ଦେହରେ ବାଜୁଛି ମଧ୍ୟ, ତଥାପି ବି ତୁମେ କହୁଛ କି ଈଶ୍ୱର ବଡ଼ ଦୟାଳୁ ଅଟନ୍ତି। କୃଷକଟି ବହୁତ ନିରୀହତାର ସହ ରାଜାଙ୍କୁ ଉତ୍ତର ଦେଲା କି ମହାରାଜ, ବଗିଚାରେ ନଡ଼ିଆ, ସେଓ, ପିଜୁଳି, ପାଚିଲା ଅମୃତଭଣ୍ଡା ଇତ୍ୟାଦି ଥିଲା, କିନ୍ତୁ ମୁଁ ଅଙ୍ଗୁର ଆଣିଲି। ମୁଁ ବି ସମସ୍ତ ଫଳ ଆଣିବା ପାଇଁ ଭାବୁଥିଲି, କିନ୍ତୁ ଈଶ୍ୱରଙ୍କ କୃପାରୁ ମୋତେ ଏହା ଅନୁଭବ ହେଲା କି ମୋତେ ରାଜାଙ୍କ ପାଇଁ ଅଙ୍ଗୁର ହିଁ ନେଇଯିବା ଉଚିତ ହେବ, କାରଣ ମୁଁ ଯଦି ଅନ୍ୟ ଫଳ ଆଣିଥାନ୍ତି ଆଉ ଆପଣ ମୋତେ ଜୋରରେ ମାରିଥାନ୍ତେ, ମୋର ଏତେବେଳକୁ କ'ଣ ଅବସ୍ଥା ହୋଇଥାନ୍ତା। ସତରେ ସତରେ ମହାରାଜ, ଈଶ୍ୱର ବହୁତ ଦୟାଳୁ ଅଟନ୍ତି। ସାଙ୍ଗମାନେ, ଯଦି ଆପଣଙ୍କ ଜୀବନରେ ତୁମେ ଯାହା ବି ଚାହୁଁଛ ତାହା ତୁମ ଇଚ୍ଛା ଅନୁସାରେ ନ ହୁଏ, ତେବେ ଧୈର୍ଯ୍ୟ ଧରନ୍ତୁ ଆଉ ସମୟକୁ ଅପେକ୍ଷା କରନ୍ତୁ, କାରଣ ସଠିକ୍ ସମୟ ନ ଆସିବା ପର୍ଯ୍ୟନ୍ତ ତୁମ ପାଇଁ କେଉଁଟା ସଠିକ୍ କେଉଁଠି ତୁମ ପାଇଁ ଭୁଲ ତୁମେ ବୁଝିପାରିନଥାଅ। ଆଉ ପ୍ରକୃତ ସମୟ ଆସିଲେ ତୁମ ପାଟିରୁ ବାହାରି ଆସିଥାଏ କି ଯେଉଁଠି ମୋ ସହ ଘଟିଥିଲା ଭଲ ପାଇଁ ହିଁ ଘଟିଥିଲା, ଆଉ ତୁମେ ସେହି ବିତି ଯାଇଥିବା ସମୟ ପାଇଁ ମନେ ମନେ ଈଶ୍ୱରଙ୍କୁ ଧନ୍ୟବାଦ ମଧ୍ୟ ଜଣେଇଥାଅ। ମୁଁ ଆଶା କରୁଛି କି ଏହି ଛୋଟ ଭିଡ଼ିଓ ମାଧ୍ୟମରେ ତୁମେମାନେ କିଛି ଶିଖିପାରିଥିବ। ପୁଣି ଆସିବି ଆଉ ଏକ ଶିକ୍ଷଣ ମନଛୁଆଁ ଭିଡ଼ିଓ। ସେ ପର୍ଯ୍ୟନ୍ତ ନିଜକୁ, ନିଜ ଶରୀରକୁ ଯତ୍ନ ନିଅ, ଆଉ ସବୁବେଳେ ଯେତେ ଦୁଃଖଦ ପରିସ୍ଥିତି ଆସିଲେ ମଧ୍ୟ ନିଜ ମୁହଁରେ ହସ ରଖିଥାଅ। ଜୟ ଜଗନ୍ନାଥ।